15 আসে। অগস্ট 15 আসে ভারতবর্ষর স্বাধীনতা দিবস। ମୋ ମା ମାତୃଭୂମି ଭାରତବର୍ଷ ଅଖଣ୍ଡ ସାର୍ବଭୌମ ମହାନ ଦେଶ। ଦିନେ ଥିଲା ପରାଧୀନ ବ୍ରିଟିଶ ଶାସନରେ, ମୁକ୍ତ ହେଲା ଦୀର୍ଘ ସଂଗ୍ରାମ ପରେ 1947 ମସିହା ଅଗଷ୍ଟ 15ରେ ଲାଲକିଲ୍ଲାରେ ଉଡ଼ିବ ଜାତୀୟ ପତାକା। ସମଗ୍ର ଦେଶ ପାଳନ କରିବ ସ୍ୱାଧୀନତା ଦିବସ। ମହାନ ମୋ ଦେଶ, ମହାନ ଏହାର ଗଣତନ୍ତ୍ର। ଆକୁମାରୀ ହିମାଚଳ ଏହାର ବ୍ୟାପ୍ତି, ବିଜୟିନୀ ଭାରତବର୍ଷ ପୃଥିବୀର ବିଶିଷ୍ଟ ଦେଶ ତାଲିକାରେ ଏହାର ନାମ। ଦିନେ ଏ ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ କେତେ ଦେଶପ୍ରେମୀ ଶହୀଦ ବନିଥିଲେ, କେତେ ସଂଗ୍ରାମ ରକ୍ତପାତ ବି ଘଟିଥିଲା। ଶେଷରେ ଅହିଂସା ଆନ୍ଦୋଳନରେ ମହାତ୍ମା ଗାନ୍ଧୀ ଭାରତକୁ ସ୍ୱାଧୀନତା ଆଣିଲେ। ଏ ଦେଶର ଗୌରବୋଜ୍ଜଳ ପରମ୍ପରା, ଏ ଦେଶର ଅତୀତ ଐତିହ୍ୟ, ବର୍ତ୍ତମାନର ଗର୍ବ ଓ ଗୌରବ ସମୂହ ଆମେ ଆଜି ପର୍ଯ୍ୟାଲୋଚନା କରିବା। ସମଗ୍ର ଦେଶର ପବନରେ ଉଡ଼ୁଛି ଜାତୀୟ ପତାକା। କର୍ପର ହୋଇ ମହାନ ମୋ ଦେଶ, ମହାନ ଏହାର ଜାତୀୟତାବୋଧ। ଆଜି ଶହୀଦମାନଙ୍କ ପାଇଁ ସ୍ମୃତିଚାରଣର ଦିନ। ଆଜି ମଧ୍ୟ ଆମେ ଶପଥ ନେବା ଏ ଦେଶକୁ ଆଗକୁ ଅଗ୍ରସର କରିବା। ଆଜି ଆମେ ସଭ୍ୟ ଉନ୍ନତ ଦେଶରେ ପରିଗଣିତ। ସାରା ଦୁନିଆରେ ଆମେ ସଫଳ। ଆଜି ଅଗଷ୍ଟ 15 ଆସିଛି। ଆମେ ଏ ଦେଶ ମାଟିର ଗୌରବକୁ ପୃଥିବୀର ଲୋକଲୋଚନକୁ ଆଣିବା। ଗାନ୍ଧୀ, ତିଳକ, ଆଜାଦ, ଶାସ୍ତ୍ରୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସେମାନଙ୍କ ସ୍ୱପ୍ନ ସାକାର କରିବା। ମହାନ ମୋ ଦେଶ ଭାରତବର୍ଷ। ଆଜି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା। ଏ ଦେଶ ଚିରକାଳ ଗର୍ବିତ ଓ ଉନ୍ନତ ଥାଉ। ସାରା ପୃଥିବୀରେ ଆମେ ମଥା ଟେକିଥିବା। ଆମର ସ୍ୱାଧୀନତା କୌଣସି ପ୍ରକାର ବ୍ୟାହତ ନ ହେଉ। ଧର୍ମ ନିରପେକ୍ଷ ରାଷ୍ଟ୍ର, ବିଶାଳ ଗଣତନ୍ତ୍ର ଏ ଭାରତବର୍ଷ। ଆଜି ଅଗଷ୍ଟ 15ରେ ମା ଭାରତବର୍ଷକୁ ପ୍ରଣାମ କରିବା। ପରପର ଉଡ଼ୁଛି ଜାତୀୟ ପତାକା। ମୋ ଜନ୍ମଭୂମି ସଗର୍ବେ ଠିଆ ହୋଇଛି। ଜୟ ମା ଭାରତବର୍ଷ, ଜୟ ମୋ ସ୍ୱପ୍ନର ଦେଶ। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।